ମୁଁ ଶ୍ରୀ ଅନିରୁଦ୍ଧ ମଙ୍ଗଳ ବାଲୁକେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ। ଗତ 2025 ମସିହା ଜାନୁଆରୀ 31 ତାରିଖରେ ଏହି ବିଦ୍ୟାଳୟରେ କାର୍ଯ୍ୟରତ ତତ୍କାଳୀନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଧୀର କୁମାର ରାଉତ ଅବସର ନେଇଯାଇଥିଲେ ହେଁ ଆଜି ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ପାଳିତ ହେଉଅଛି। ଏହି ଅବସରରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକ ସମସ୍ତେ ଆସି ସହଯୋଗର ହାତ ବଢ଼ାଇଛନ୍ତି। ଏହି ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଅଭିଭାବକ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ପ୍ରଧାନ ସଭାପତି ଏବଂ ଉପସଭାନେତ୍ରୀ ଏବଂ ଏଠାରେ ଉପସ୍ଥିତ ସମସ୍ତ ବହୁ ଦୂରରୁ ଛୁଟି ଆସିଥିବା ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ସଭାଟି ସାଫଲ୍ୟମଣ୍ଡିତ ହୋଇଅଛି। ତେଣୁ ଆମେ ଏହି ଅବସରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରଖିଥିଲୁ, ଯାହା ଦର୍ଶକମାନଙ୍କୁ ଅତି ଆନନ୍ଦିତ କରିଥିଲା ଏବଂ ଆମେ ଏହି ଅବସରରେ ବହୁତ ଖୁସି ଏବଂ ଆନନ୍ଦିତ। ମୁଁ ଭଗବାନଙ୍କଠାରେ ପ୍ରାର୍ଥନା କରିବି ତାଙ୍କର ଅବସରକାଳୀନ ପରେ ଅବଶିଷ୍ଟ ଜୀବନ କେମିତି ସୁଖମୟ ନିରାମୟ ହେଉ ଏବଂ ସେ ନିରୋଗ ରୁହନ୍ତୁ, ତାଙ୍କର ଭବିଷ୍ୟତ ଉଜ୍ଜଳମୟ ହେଉ, ଏଇ କଥା ମୁଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ରଖିବି।